हम्म। ଗୋଟେ ବ୍ରିଫିଂ ନେଇଯାଉଛି କଣ କଣ ଆମେ କହିଥିଲେ ଆମେ next କଣ କରିବେ। ଆମେ କହୁଥିଲେ ଇଣ୍ଟରନ୍ୟାସନାଲ ଟ୍ରେଡିଂ ର ଫରେନ୍ ଟ୍ରେଡିଂ ଟା ଆମେ କହୁଥିଲେ। ଟ୍ରେଡିଂ ର ଆକ୍ଚୁଆଲି ଅର୍ଥ ହଉଛି ବାଇଂ ଆଣ୍ଡ ସେଲିଂ, କିଣା ବିକାକୁ କୁହାଯାଏ ଟ୍ରେଡିଂ। ଓକେ, ତ ଏଇ ଯୋଉ ଟ୍ରେଡିଂ ଟା କିଛି ନୂଆ ଜିନିଷ ନୁହେଁ, ଫରେନ୍ ଟ୍ରେଡିଂ ବି କିଛି ନୂଆ ଜିନିଷ ନୁହେଁ, ଏଇଟା ଆଗ କାଳରୁ ବି ହେଇ ଆସିଛି। ପର୍ତ୍ତୁଗୀଜ ଠାରୁ ଆରମ୍ଭ କରିକି ଇଂରେଜ ମାନେ ଆସିକି ଆମ ଦେଶରେ ଟ୍ରେଡିଂ କରିବା ଏଇଟା ଇତିହାସ ଦୃଷ୍ଟିରେ ରହୁଛି। ଆଉ ଯାହାଦ୍ୱାରା କି ଇଷ୍ଟ ଇଣ୍ଡିଆ କମ୍ପାନୀ ଗୋଟେ ଆସିଥିଲା, ଟ୍ରେଡିଂ କରିଥିଲା, ଆଉ ଟୋଟାଲି ସେମାନେ କଣ କଲେ ଆମର କଣ୍ଟ୍ରି ଟାକୁ ସେମାନେ ଶାସନ କରିଥିଲେ ଆଫ୍ଟର ମୁଗଲ। ବୁଝିହଉଛି। ମୁଗଲର ପୂର୍ବରୁ ଥିଲେ କିଏ? ପର୍ତ୍ତୁଗୀଜ ଗୋଆ, ଆନ୍ଧ୍ରା ଏସବୁ ଜାଗାରେ ସେମାନେ ଟ୍ରେଡିଂ କରୁଥିଲେ, ଜିନିଷ ପତ୍ର ବିକା ବିକ୍ରୟ କରୁଥିଲେ। ସେ ସମୟରେ ଇଂରେଜ ମାନେ ଆସିଥିଲେ। ଇଂରେଜ ମାନେ ଆସିକି ଟ୍ରେଡିଂ କରିବା ପାଇଁ ଚାହିଁଲେ, ତ ପ୍ରଥମେ ସେ ଜାହାଙ୍ଗୀରଙ୍କ ପାଖକୁ ଯାଇଥିଲେ। ତ ଜାହାଙ୍ଗୀରଙ୍କ ପାଖକୁ ଯାଇଥିଲେ ହକିନ୍ସ, ଇଂରେଜ ଥିଲେ ଯୋଉ ଟ୍ରେଡିଂ ଯିଏ କରିବାକୁ ଆସିଥିଲେ, ହକିନ୍ସ ଆସିଥିଲେ। ହକିନ୍ସଙ୍କର ପ୍ରସ୍ତାବକୁ ସେ ସମୟରେ ଥିଲେ ବାବରଙ୍କ ପୁଅ ଜାହାଙ୍ଗୀର, ସିଏ ମନା କଲେ। ମନା କଲେ, ତାଙ୍କ ପରେ ଆଉ ଗୋଟେ ଶାସକ ଆସିଲେ ଇଂରେଜର, ସେମାନେ କିଛି ଅଫର ଦେଲେ। ସେ ଅଫର ଥ୍ରୁରେ ଜାହାଙ୍ଗୀର ଖୁସି ହେଇଗଲେ। ଖୁସି ହେଇକି ତାଙ୍କୁ ଗୋଟେ ପାର୍ଟରେ ବିଜନେସ କରିବା ପାଇଁ ତାକୁ ତାକୁ ଆଲାଉ କଲେ। ଫାଷ୍ଟ ଆସି କୋଲକାତାରେ ନା ନା କୋଲକାତାରେ ଫାଷ୍ଟ କରିନଥିଲା, କୋଲକାତାରେ କରିବ ବୋଲି ଚାହୁଁଥିଲେ। ସେ ସମୟରେ ବାବର ଶାହା ଏମିତି ଇଏ ଥିଲେ, ତାଙ୍କର ନବାବ ଥିଲେ, ତାଙ୍କଠୁ ସେ ପରମିଶନ ନେଉଛନ୍ତି। ଓକେ, ତ ସେ ସମୟରେ କଣ ହଉଥିଲା, ପ୍ରଥମେ ସେମାନେ ଟ୍ରେଡିଂ ଆରମ୍ଭ କଲେ ଇଷ୍ଟ ଇଣ୍ଡିଆ କମ୍ପାନୀ। ସେ ଗୋଟେ ନର୍ମାଲ କମ୍ପାନୀ ଥିଲା, ଯେମିତିକି ଦେଖିବା ଫେସବୁକ୍, ଗୁଗଲ, ଏଇ ଯୋଉ କମ୍ପାନୀ ଅଛି, ଏଇଭଳି ଗୋଟେ କମ୍ପାନୀ ଥିଲା। ସେ କମ୍ପାନୀ ଆସିକି କହିଲେ ଆମେ କିଛି ବିଜନେସ ସେଟଅପ୍ କରିବୁ ଆଉ ତା ଦେହରେ କରିବୁ। ଆଉ ସେ ସମୟରେ ଏମାନେ ଏତେ ବିଜନେସ କଲେ ଯେ ଆମର ସୂତା ହଉ କିମ୍ବା ଲୁଣ ହଉ, ଏଇସବୁ ଜାଗାରେ ସେମାନେ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ବସେଇଲେ। ତେଣୁ ଏମିତି ଲୁଣ ବସେଇଲେ ଆମକୁ ଲବଣ ସତ୍ୟାଗ୍ରହ କରିବାକୁ, ଆମ ଲୁଣ ଆମେ ମାରିପାରିବୁ। ବୁଝିଲେ କି? ତ ଏମିତି କରିକି ତାପରେ ଅଫିମ, ଗଞ୍ଜେଇ ଏଇସବୁ ଚାଷ ଆଡକୁ ବି ଗଲେ ସେମାନେ, ତା ଦେହରେ ବହୁତ ମୁନାଫା କମାଇଲେ। ତାପରେ ସେମାନେ କହିଲେ ଯେ ଆମକୁ ଅ ସେମାନେ ଯୋଉ ଡେକାନ ଅଞ୍ଚଳ ଯୋଉ କହିବା, ଆମେ ଦାକ୍ଷିଣାତ୍ୟ ଅଞ୍ଚଳ କର୍ଣ୍ଣାଟକ କହିପାରିବା,
महाराष्ट्र कहि परिबा जोटा कि डेकान आमे बोली कहूचे दक्षिण बोली ताको कुहाଯାଏ दक्षिण भागରେ ଏବେ आराम से ତାଙ୍କ ବିଜନେସ ଟାକୁ ଏକ୍ସପାଣ୍ଡ କଲେ କଣ ପାଇଁ ଏକ୍ସପାଣ୍ଡ କଲେ ନା ପ୍ରଥମେ ତ କଣ ହେଲେ ଯେତେବେଳେ ସେମାନେ ଆସିଲେ ସେ ସମୟରେ ମୋଗଲ ଶାସନ କରୁଥିଲା ଆଉ ମୋଗଲ ମାନେ ପ୍ରଥମେ ରାଜି ହେଲେନି ଯେତେବେଳେ ରାଜି ହେଲେନି ସିଏ କଣ କଲେ ନା ଗୋଟେ ଏମିତି କର୍ଣ୍ଣାଟକ ଗୋଟେ ଜାଗାକୁ ଗଲେ ଯୋଉ ଜାଗାରେ ମୋଗଲ ଶାସନ ନଥିଲା ତ ସେଠି ସେମାନେ ତାଙ୍କର ଷ୍ଟାର୍ଟଅପ୍ ବନେଇଲେ ସେଇ ଷ୍ଟାର୍ଟଅପ୍ ରୁ ସେମାନେ ଆସ୍ତେ ଆସ୍ତେ ଜାହାଙ୍ଗୀର ପାଖରୁ ତାପରେ ସେମାନେ ଗଲେ ଔରଙ୍ଗଜେବ ପାଖକୁ ଗଲେ ଔରଙ୍ଗଜେବ ପାଖକୁ ଯାଇକି କହିଲେ ଯେ ଆମେ ଏଠିକି କରିବୁ ୱେଷ୍ଟ ବେଙ୍ଗଲରେ ଆମେ ଟ୍ରେଡିଂ ଇଏ କରିବୁ ବା ଆମର ଗୋଟେ ଜାଗା ଦିଅ ଆମେ ସେଠି କରିବୁ ତ ସେମାନେ ସେଠି ଔରଙ୍ଗଜେବ ମନା କରିଦେଲେ ତମେ ଏତେ ଜାଗା ନେଲାଣି ତଥାପି ତମ ଲୋଭ ଚାଲିଛି ତମେ ଆସ ତ ସେ ସମୟରେ ବ୍ରିଟିଶ କମ୍ପାନୀ ବା ଯୋଉ ବ୍ରିଟେନ କଣ କଲା ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଗୋଟେ ଅ, ତାକୁ ଗୋଟେ ପାୱାର ଦେଲା ଯେ ସେମାନେ ନିଜର ଗୋଟେ କମ୍ପାନୀ ନିଜର ଆର୍ମି କରିପାରିବେ ସେମାନେ ନିଜର ଅଦାଲତ ବି ବନେଇ ପାରିବେ ତ ଗୋଟେ ରୁଲିଂ ଜିନିଷ ତାଙ୍କୁ କିଛି ସ୍ପେଶାଲ କ୍ଷମତା ଦିଆଗଲା ଯେ ସେମାନେ ଅନ୍ୟ ଜାଗାରେ ଯାଇକି ଶାସନ ଭାର ବି ସମ୍ଭାଳି ପାରିବେ ବା ସେମାନେ ଆର୍ମି ନେଇକି ବି ସେଠି ଲଢି ପାରିବେ ତ ଯେତେବେଳେ ଔରଙ୍ଗଜେବ ମନା କରିଦେଲେ ତ ସେ ସମୟରେ କଣ କଲେ ନା ସେମାନେ ମୁଗଲଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ଯେତେବେଳେ ଯୁଦ୍ଧ ଆରମ୍ଭ କଲେ ସେଇଟା ସବୁବେଳେ ତାଙ୍କ ବୋକାମି ଥିଲା ସେ ସମୟରେ ମୁଗଲ ବହୁତ ଶକ୍ତିଶାଳୀ ଥିଲେ ତାଙ୍କର 40 ବିଲିୟନରୁ ଅଧିକ ତାଙ୍କର ସୈନ୍ୟବାହିନୀ ଥିଲେ ତ ଆରାମସେ ଇଂରେଜ ମାନଙ୍କୁ ହରେଇଦେଲେ ତାଙ୍କର ଯିଏ ହେଡିଂ କରୁଥିଲେ ସିଏ ଆସିକି ଭୁଲ ମାଗିବା ସହିତ ସେ ସମୟରେ 35 କୋଟି ଟଙ୍କାର ଫାଇନ ଭରିଥିଲେ ତ ଏଇଭଳି ଇତିହାସ ଅଛି ଯୋଉଟା କି ଆମର ଟ୍ରେଡିଂ କିଛି ନୂଆ ଜିନିଷ ନୁହେଁ ଟ୍ରେଡିଂ କୁ 29 କୋଟି ଟଙ୍କା ସେବେକା ଟାଇମ ସେବେକା ଟାଇମରେ 35 କୋଟି ଟଙ୍କା ଦେଲେ ସେଟା ପୁରା ଦୌড়େଇ ଦେଲା ତ ସେଉଠୁ ମୋଗଲ ଜାଗାରେ ସେମାନେ କଲେନି ଯୋଉ ଜାଗାରେ ନନ୍ ମୋଗଲ ଥିଲେ ଯେମିତି ମରାଠା ଏଇ ସବୁ ଜାଗାରେ ଥିଲେ ସେମାନେ ଏଇ ଜାଗାରେ ସୀମିତ ରହିଗଲେ କିନ୍ତୁ ସେ ସମୟରେ ଯେତେବେଳେ ସେମାନେ ଆସ୍ତେ ଆସ୍ତେ ବଢିଲେ ସେମାନେ ଅଟୋମେଟିକ ତାଙ୍କର ଆର୍ମି ପାୱାର ଯେହେତୁ ତାକୁ ସ୍ପେଶାଲ କ୍ୟାଟେଗୋରୀ ଦିଆଯାଇଥିଲା ସେମାନେ ଯୋଉ ପର୍ତ୍ତୁଗିଜ ମାନେ ଶାସନ କରୁଥିଲେ ପର୍ତ୍ତୁଗିଜ ମାନେ ଯୋଉ ବିଜନେସ କରୁଥିଲେ ତାଙ୍କୁ ମାରି ତାଙ୍କୁ ଯୁଦ୍ଧ କରି ତାଙ୍କୁ ହଟେଇ ଦେଲେ ଆଉ ପର୍ତ୍ତୁଗିଜ ମାନେ ଗୋଟେ କୋଣକୁ ପଳେଇ ଆସିଲେ ଗୋଆରେ ସେମାନେ ସୀମିତ ହେଇଗଲେ ଆଉ ଏମାନେ ଆସ୍ତେ ଆସ୍ତେ ତାଙ୍କର ବ୍ରାଞ୍ଚ ଟା ସବୁ ଜାଗାରେ ବଢିଲେ ତ ଏଇଭଳି ଆସ୍ତେ ଆସ୍ତେ ଯେତେବେଳେ ମୁଗଲ ଔରଙ୍ଗଜେବ ଆଫ୍ଟର ଔରଙ୍ଗଜେବ ଯେତେବେଳେ ମୃତ୍ୟୁବରଣ କଲେ ତାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଟେକ୍ ଓଭର କଲେ ଇଣ୍ଡିଆରେ ଓକେ ତ ଏଇଟା ଆମର ଇତିହାସ ଥିଲା ଏଇ ଇତିହାସ ଫଳରେ ଆମର ଟ୍ରେଡିଂ ସବୁ ହଉଥିଲା ଆଉ ଏଇ ଟ୍ରେଡିଂ ଦ୍ଵାରା କଣ ଲୋକ ସେ ସମୟରେ ବେନିଫିଟ ହେଲେ ତ ଇଂରେଜ ଏତେ ସହଜରେ ବା ଇଷ୍ଟ ଇଣ୍ଡିଆ ଗୋଟେ କମ୍ପାନୀ ଏତେ ସହଜରେ ଭାରତ ଭିତରେ କିନ୍ତୁ ଆସିଗଲା ନା ତାଙ୍କର ଯୋଉ ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରି ଥିଲା ବହୁତ ଲୋକ ଚାକିରି ପାଇଲେ ତାପରେ ତାଙ୍କର ଆମର ଯୋଉ ରିସୋର୍ସେସ୍ ଥିଲା ଯୋଉଟାକୁ ଆମେ ୟୁଟିଲାଇଜ କରିପାରୁନଥିଲେ ତାଙ୍କ କମ୍ପାନୀ ସେଟଅପ୍ ଦ୍ଵାରା ଆମର ଯୋଉ ଲୁଣକୁ ଆମେ ମାରିପାରୁନଥିଲେ ପାଣି ଯେମିତି ରାସ୍ତାରେ ଯାଉଥିଲା ତେଣୁ ଲୁଣ ମାରିବା ତାପରେ ଯୋଉ ସୂତା ରେଶମ ସୂତାର ଆମେ ଡ୍ରେସ ବନେଇବା ଏସବୁ ଜିନିଷ ଗୁଡାକ ସବୁ କରିହେଲା ତ କରିହେଲାଠୁ ଲୋକମାନେ ବି ବେନିଫିଟ ହେଲେ ଚାକିରି ବି ପାଇଲେ ସେ ଜାଗାରେ କାମ କଲେ ଯେତେବେଳେ କାମ କଲେ ଅଧିକ ଲୋକ ରହିଲେ ଆଉ ତାଙ୍କ କମ୍ପିଟିଟର କିଏ ରହିଲେ ଯେହେତୁ କମ୍ପିଟିଟର ନ ରହିଲେ ଏମାନେ ତାଙ୍କର ମନୋପୋଲି ଶାସନ ମାନେ ମୁଁ ଯାହା କହିବି ସେୟା କମ୍ପିଟିଟର ରହିଲେ ମୁଁ ଡାଉନ ହେବି କମ୍ପିଟିଟର ନଥିଲେ ମୁଁ ମନୋପୋଲି ଶାସନ ତ ସେ ସମୟରେ ଯେହେତୁ କମ୍ପିଟିଟର ନଥିଲେ ଏମାନେ ତାଙ୍କର ମନୋପୋଲି ଶାସନ କଲେ ଆଉ ଆସ୍ତେ ଆସ୍ତେ ଭାରତ ପାଖରୁ ତାର ସ୍ୱାଧୀନତା ବି ନେଇଗଲେ ମୋଗଲଙ୍କ ପାଖରୁ ନେଇଗଲେ ଆଉ ଆମେ ଯୋଉ କହୁଥିଲେ ଆମେ ସ୍ୱରାଜ ପାଇବା ସେ ସ୍ୱରାଜ ବି ଆମେ ପାଇଲେ ଆମେ ଦୀର୍ଘ ମାନେ ପର୍ତ୍ତୁଗୀଜ ଠାରୁ ଆରମ୍ଭ କରି ମୋଗଲ ଠାରୁ ଆରମ୍ଭ କରି ଇଂରେଜ ଏମାନେ ଆମକୁ ଶାସନ କରିକରି ଚାଲେ ଓକେ ତ ଏଇଟା ହଉଛି ଆମେ ଯଦି ଟ୍ରେଡିଂ କୋଉ ହଉଛି ବାଇଂ ଆଣ୍ଡ ସେଲିଂ ଅଫ ଗୁଡ୍ ଆଣ୍ଡ ସର୍ଭିସ ବିଟୱିନ कंट्री କଲ୍ ଆସ୍ ଦ external trade of foreign trade or international business it is a facility specialized and efficient utilization of resource ଆମର ଯୋଉ ରିସୋର୍ସ ଗୁଡାକ ଅଛି ସେଇ ରିସୋର୍ସ ଗୁଡାକ ୟୁଟିଲାଇଜେସନ କରାଯାଏ କୋଇଲା ଆମର ଅଧିକା ଅଛି ଆମର ଧାନ ଅଧିକା ଚାଷ କରାଯାଉଛି ତେଣୁ ଆକୁ କେମିତି ଫୁଲି ୟୁଟିଲାଇଜ କରିବା ସେଇ ଯୋଉ ଧାନରୁ ଭଲ ବିରିୟାନୀ ଚାଉଳ ବାହାର କରିବା ସେ ଧାନରୁ ଆମେ କଣ କରିବା ନା ଯୋଉ ମାନେ ଚୁଡା ବାହାର କରିବା ଏଇ ସବୁ ଜିନିଷ ଗୁଡାକ ଆମ ପାଖରେ ଦକ୍ଷତା ନଥିଲା ଆମେ ଯେତେବେଳେ ଢିଙ୍କି ଏସବୁ ଉପରେ ବ୍ୟବହାର କରୁଛୁ ଯାଉ
अधिक बच्चों को आपण आसले इंटरनेशनल बिजनेस रो एक्चुअल आवश्यकता कोन होय माने हमें काहे कि हमर तो निजर सब रिसोर्सेस अछि त हमें काहे कि अलगा लोक ऊपर निर्भर करिवा बा इंटरनेशनल रो हमें जिंस काहे कि तो देखो हमर जतरा बात्या बन्या होची बा जो बात्या रे हमर फुंटी फुंटी उपडी पळी जाउची हमें आंध्रा ऊपर निर्भर करतो सी आसी तार गोटा मशीन आनके सीधा लेके पठे दो ओके रोड एक्सपेंशन जते हमें करिवा गोटे रोड जते हमें एक्सपेंशन करूजे ता साइड रे जति गछ होउची से गछ गुडा हम कोन करू काट दउची तमे केबे देखि जे YouTube रे त फॉरेन रास्ता एक्सपांड हो से जगह से कैसे से हो तो मशीन आसुची पूरा चेला से ऊपर होती ताको नेके आउ जगह रे रीइंस्टॉल करू ताले से ऑर्गेनिक वे रे से कोन करते ताको रिप्लेसमेंट करते तो हमर एठी कोन होची एते धंदा की करियो जे मनु कते तापर जेतबे हमें तो रास्ता पाई गले किंतु जेतबे पुनी एबे खरा पइला जेतबे आसुचो खराटा केते जरे जदि गछ थांदा तो खराटा बादल आगरे देखो आगु तुमको जेतबे कटक रो भुवनेश्वर जिवा पडियो से जगह तुम बादल होता है गछ एबे किछे नै ठीक होता एबे गछ ही नै खाली बिल्डिंग तो तुम रास्ता खाली नॉर्मल भी जीव ताती जीव कोइ it is some country being better positioned to produce the better quality of product or at lower cost than what other nation can do. The other nation एमाने कोन करते जेंति देखिबा हमें मंगल ग्रह को मंगलयान पठाई तो हमें खर्च कले 830 कोटी टका एटी गोटे बॉलीवुड मूवी थारु कम पैसा थिला जोटा के रेकॉर्ड कर तो हमें यूज करले पूरी टेक्नोलॉजी तेल गरम थिला पूरी छाड़ी चले तो जो गैस टा बचै छै हमें फ्यूल बचै कि हमें कोन पूरी छाड़ी ओके तो फॉरेन कंट्री पाखरे एंती जिंस अछि जोटा के ताकर मेशिनरी जिंस जेंति अछि जोटा के से माने कम पैसा रे अधिक क्वालिटेटिव जिंस बाहर करे जोटा के हमें देखो वेस्टेज करछे हमें बोलबा सोलर पैनल हमें डिपेंडेंट करछे इलेक्ट्रिसिटी ऊपर हिराकुद ऊपर डिपेंडेंट करछे जेतेबेले पानी सुखी जाउची बा खरा दिने हमरा लगातार इलेक्ट्रिक कट हो नॉर्मल शीत दिन दरकार नै हमको इलेक्ट्रिक कट नथियो किंतु जेतेबेले हमको निहाती इलेक्ट्रिक दरकार से समय इलेक्ट्रिक कट दियो एंड सबटा पैथेटिक होची रात्रि कटी तखन सोया हो खाइ पी सोया घुम ओके तेबे अनेक भाई केतेबेले आसी राति पाइ दियो तापर गला मु सकाळ तो क्लास कोटे रे काहे क्लास ना ते करनी सरकार खोलियो बोल मौसा माने आसी हैना टेक नहीं पड़े रहू सो এই जो प्रॉब्लम जो होची एबे देखो आरो रिप्लेसमेंट कोन अछि आरो रिप्लेसमेंट आसिला हमर कोन सोलर पैनल हम यूज करछे सोलर पैनल रे हमर इलेक्ट्रिसिटी हमें से कोन कहले जेति के हमर घर पय दरकार ताकू भी हमें जनरेट करूछे आ जेति के बळिला ताकू हमें सबस्टेशन को बिकी भी बारिया मींस आफ्टर 5 इयर्स हमें आपको यूज करिवा हम पे 5 इयर्स पर तमर सोलर पैनल एलिजिबल हे जीवो एक्स्ट्रा इलेक्ट्रिक करंट प्रोडक्शन पे और सेटा को तमे तुम्हारा नियरेस्ट सबस्टेशन को तमे बिकी पाई तो आगु बेनिफिट कोन रे ए जिंस गुडा को बाहर कंट्री रे ऑलरेडी इंप्लीमेंट हे किंतु आम कंट्री रे इंप्लीमेंट हे हमें डर जे माइक्रो में दो सोलर पैनल के लगे वर्षा दिन कम करियो किंतु से एते एनर्जी कैलकुलेट करे बा हमर ईस्टर्न जोन रे बेसी खराब हुए हमर पटे तो हमें सोलर पैनल यूज करि पाइले किंतु बाहर कंट्री रे जो जगह रे वर्षा भी माने खरा भी देखा जाय ने से माने सोलर पैनल इंप्लीमेंट करके बड़ बड़ इंडस्ट्री चलो काम करियो ऐसे से माने जते रिजर्व करिवे से रिजर्व ता तर पूरा वर्ष तक नहीं की पइला ना तो उत्कर्ष ओडिसा रे कोन होतला जे त आपण सब इंडस्ट्री वाला को कॉल कराय वाला तो उत्कर्ष ओडिसा रे एबे रिसेंटली गला भुवनेश्वर रे
से समय ए जिनिस को बेसी इम्प्लीमेंटेशन करा जे आउ तरे गवर्नमेंट सब्सिडी दो सब्सिडी जता दबो माने तुमे 3 लाख खर्च करियो गवर्नमेंट तुमको पाखा पाखी 2,30,000 भलिया रिटर्न दे दो 70,000 टका इन्वेस्टमेंट में तुम सोलर पैनल यूज कर परिबो और गवर्नमेंट को ही तुम इलेक्ट्रिसिटी तुम फ्री इलेक्ट्रिसिटी व्यवहार करो पुणे इलेक्ट्रिक को बिकी दबो इसका पैसा भी जनरेट करो तो एटा होची बेनिफिट सेति भाई अलगा कंट्री मान करे ए टेक्नोलॉजी बेसी यूज कला किंतु हम कंट्री भीतर नहीं तेना ताको टेक्नोलॉजी गुडा हम कर बुझिया पेट्रोल जति हम कहबो हम कहबा हम देश रे पेट्रोल नहीं तो मुंबई रो थाने रे पेट्रोल अछि किंतु पेट्रोल एक्सट्रैक्शन पे जो मशीन्स दरकार इराक रे जो मशीन्स अछि हम पाखरे से मशीन अछि कि हम पाखरे जति कहबो आज घर गोटे परिवार अछि प्रथम काम होला गोटे बिल्डिंग करियार हेले मते गोटे प्रथमे ट्यूबवेल टे लगियार पड़िबो तो आमे कहबा पानी पंप बसियार अछि से लोक आसी 3 दिन भीतर हम सेटिंग कर देई पड़े गोटे गाड़ी आसी अगड़ कर बसेले बस आगे पानी रेडी पानी आसी किंतु हम कहबा पेट्रोल बाहर कर किंतु ताकर कोन होची ताकर सेही मशीन द्वारा पेट्रोल से लगे देखो दी प्रकार पानी पंप हम यूज करूचे गोटे हम यूज करछे इराक रो टेक्नोलॉजी यूज करूचे गोटे इंडियन टेक्नोलॉजी अछि तमे देखियो इंडियन टेक्नोलॉजी रे जते पानी पंप लगा जाउची प्रथम बाउंस दिते लगा जाउची देखिछो तापर गोटे पाइप नै कि ताको दिन सारा बाडो दियो बाडे पाइप किंतु जदि तमे फॉरेन टेक्नोलॉजी को जीवा से गोटे गाड़ी आसीबो से मापी दो तार गोटे कोन लेंस अछि से देखि दो ए जगह पानी अछि आगे पानी नै होला एबे कोन करिया अछि ना किछि नै अपन सकाळे ऑर्डर करो संध्या बेले पानी अपन पाए पहुंची से आसे सीधा ड्रिलिंग करी पाइप का पसे दो पाइप फिटिंग करी ना पानी जका एटा नेला 5 दिन एटा नेला केते दिन गोटे दिन ना पानी रे इट द डिफरेंस ऑफ टेक्नोलॉजी बुझले so some country being the better position to produce a better quality of product at lower cost than the other nation can do जेंति कि हमें ऑयल एक्सट्रैक्शन करू तो डोमेस्टिक बिजनेस और इंटरनेशनल बिजनेस भितर डिफरेंस करो देखिबा domestic business में buyer and seller belong to one nation international business that they are from the different country the problem it is genetic what is import and export एठी हमें जते बड़े 17,000 रो परिवार आसीबो केमति आसीबो ना खुंटू मिलु आसीबो बायगण सो कोबी कोडी आसीबो ना 15 को कोबी आसीबो हला तो भाई केते कोबी टन ना 50 हला कोबी कोडी आसीबो आ किछि दिन परे ना वाशिंगटन आसीबो तो भाई कोबी केते टका ना $30 दे एबे डॉलर ता कोडी आइ बुझिया एबे इराक आसीबो हां इराक आसीबो तेल बिकी से कह भाई एते की रियान दे रियान कोन हम गांधी मंडल चल गली सीरी ना हो 286 rupees 225 rupees 225 तेरो प्रथम प्रॉब्लम हैला कोन जेते बेले मो डोमेस्टिक रे चलियो भाई तू दान दे मते लुण दे धान दे मते तेल दे किंतु इंटरनेशनल रेसिडेंस केन कर इंटरनेशनल पछे जिंस नहीं परिबो ना ताको मते गोटे पर्टिकुलर वैल्यू दोबार दरकार अछि अब वैल्यू कोने डिफरेंट कंट्री रे डिफरेंट डिफरेंट हला जदि हम कहबा जो अफगानिस्तान पैलेस्टाइन माने सब एमान पाखरे हमर टंकार मूल्य अधिक तो आमे जदि सेतिके आनिबा तांको आमे किंतु कन्वर्सन केन कर तो इंटरनेशनल मार्केट रे जदि हमें ट्रेडिंग करूचे तो से जगह रे गोटे कॉमन फॉर्मेट हम दरकार सेटा होचे डॉलर तो सब पैसा को हमें डॉलर माध्यम रे सेंड करू जेते बे युद्ध होला हमर यूक्रेन सहित आ रशिया जेता युद्ध लागला से समय कोन प्रॉब्लम नसेला ताको ऑयल ताको किनिबा पे समस्त मना कर देले तो रशिया कोन कला जे मो पाखरो ऑयल किनिबा पे तम करियो इंडिया को ऑफर देला जे मो पाखरो सस्ता रे ऑयल किनि कितो रूबल लेके और डॉलर लेके तो ताको पैसा हिसाब रे नहीं बुझे domestic business में supplier employees middlemen shareholder are
a citizen of the same nation. International हबो various stakeholder from the different country. गोटे गोटे कंट्री रे थांती स्किल पर्सन नथांती जब इसका हम देखिबा हमर कौन सी बिल्डिंग सब बना जाए तो बाहर माने ए जो बिल्डिंग बना हबो सती हमर ओडिसा मिस्त्री बेसी काम करते ना बाहर मिस्त्री हम कोठु आसले तो निज घर କଥା ବିଜେଡି କଥା କି नॉर्मल मोड घर बने कलिकता बंगाली मिस्त्री हमें तो बंगाली मिस्त्री भल ओके एटा फैक्ट और से माने कोन करिवे से माने घर द्वारा छाणी के आसे कारण पेंट मत से घर द्वारा की मुंडी दे भाई घर रे त दिन रात से घर ही करे हम मिस्त्री कोन करिवे 8टा 9टा रे आसी मां के चार दिए पिया के 11टा हो 11टा गोटा हम जल्दी खाई आबे तो 3टा बजे सोते 4टा बजे घंटा काम करते तो काम करते होंदा रे ओके तो बाहर जदि हम किसी इंपोर्ट करू एम्प्लॉय को तो हमें स्किल्ड एम्प्लॉय पाइबा एंड दे आर डेडिकेटेड ओके तो इंटरनेशनल बिजनेस जति हम करा जाए बड़ बड़ माने छोट छोट देश माने इंडिया रो लोग हायर करते अब इंडिया लोग बाहर से जाके अभियान किंतु एटी रहउछन सप्लायर ऑफ एम्प्लॉय मिडिलमैन रहिबे शेयर होल्डर रहिबे सिटीजन ऑफ द सेम नेशन सप्लायर जिनसा करिबो मिडिलमैन रहिबो मिडिलमैन अर्थ होछि कोन तो कॉन्ट्रैक्टर था तमे देखिबो सकाळ सकाळ तम घर पाखरे किछि मूल्य गदा हेते तो सत्य मान करे ठीक है नहीं घर पाखरे सब जगह कटक रे अछि जगत रे अछि भुवनेश्वर अछि सिटी गोटे मुड़ी लोक ठिया सी 10-15टा छड़ा लोक रखी देबे हां कहबे तोर केते केते दरकार ना 10टा लोक पठेइता ताको काम किछि नथियो ताको काम थिबो लोक पठेइबा सो दे आर प्रोवाइडिंग द मैन पावर ओके तो से माने हेले मिडिल मैन हां सप्लाई तो जिंसा पत्र देखे जिंसा पत्र केते रखियो सप्लाई केते सप्लाई करियो कौन घर को तम घर सबटा बढ़िया एग्जांपल दे हां प्रॉपर प्रॉपर जागा जगतपुर को जाए को गाँ तारल ना कौन हैं नजरपुर आंकर होचे नजरपुर गाँ रे से रहउची बा हमसी कॉलोनी भीतर से रहिला से कॉलोनी भीतर किछि लोकंकर ट्रैक्टर अछि तो ये कहला कहला नहीं जीरो से नहीं सार का पाखरे ट्रैक्टर दिटा अछि अब सार आपन तो चिना आ तो मुता से टिप्स देबी डीप ये बाली पठे देबे आपन को नई कर रहत बाली पठे देबे हां ठीक दे चिंता कर मु बाली पठे देबे मु जेतरा बाली नै के प्रियदर्शनी पूरा बॉर्डर ऊपर रहिबे हां से आगे ड्राइवर को धरियो ए गुड आस कटक को आसे मैं की बाली पके कि ये प्रियदर्शनी ऑर्डर दे जे गाड़ी को पकेबो तो एठी की करे सप्लायर कोन कहियो जे तुमको ए एरिया भीतर घर करिवार अछि तने मो सहित तुम मु जते की रेट कहबी तुम मो पाखो की नंबर तुम बाहर नहीं करियो इलेक्ट्रो मिलिटरी तो बिकॉज़ दिस साउंड दे साउंड अच्छा हां এটা ম্যান্ডেটরি তো যদি ম্যান্ডেটরি ন করিব তুমি সেমানে पुलिस କିଛି केस देखिबेनी কিন্তু तुमको हरान करिवे घर देबे बुझिले तो तुमको बाध्य है कि तांकर रे जो तापर रहले मिडिल मैन जे लोक प्रोवाइड करी ओके शेयर होल्डर भी थियो शेयर होल्डर माने मु मिडिल मैन अछि मु गोटे कॉन्ट्रैक्टर को काम देले अरे मु तते काम देले तो 80% मते दो सेटा शेयर होल्डर तो एते जिंस भीतर जरा काम हो तले हमर देश रे कोन डिजिटल मुजुरी बुझिस ने पीआर हो को मुजुरी अछि एते सब शेयरिंग प्रथमे बिल सैंक्शन हो हां विधायक सरपंच जे सब खाइबे तापर रहले मिडिल मैन ये खाइबे सब खाइ खाइगा जेतबे 100 टंका रे टंकाटर काम हो बेस्टा जरा किया हो से कुछ भी कर लो हैला एठी कोन छै वेरियस स्टेक होल्डर फ्रॉम द डिफरेंट कंपनी एमाने काम करिवे एमाने प्रोजेक्ट हिसाब रे काम करिवे एठी तमे दिन मजूरी हिसाब रे काम करिवो दे आर वर्किंग एज अ प्रोजेक्ट बेसिस ए बिल्डिंग एते से लागतो एते हिसाब रे हां हां तो एते हिसाब रे प्रोजेक्ट एंड करे प्रोजेक्ट जति एंड होछि त जति की भरपाई होबो से माने करे हां से माने फाइन दे ओके तो एटा होछि स्टेक होल्डर ए काम ओके
customer heterogeneity. Customer are more homogeneous in the nature. Homogeneous माने क्या? Homogeneous heterogeneous difference. ନା ନା ଭେଜିଟେରିଆନ ଏକା ଭଳି ମାନେ ଜିନିଷ କିଣିବ ଜିନିଷ କିଣିବାର ଷ୍ଟ୍ରାଟେଜି ଏକା ଭଳିଆ ତୁ ଡ୍ରେସ୍ କିଣିବାକୁ କେତେ ସମୟ ଦବ ତୁ ଡ୍ରେସ୍ କିଣିବାକୁ ଯିବୁ ତତେ କେତେ ସମୟ ଦରକାର ମାନେ ଆଜି କୁହା ମୁଁ ତତେ କହିଲେ ତୁ ଯେତିକି ଡ୍ରେସ୍ କିଣିଛୁ ଆଜି ପର୍ଯ୍ୟନ୍ତ ତୁ କେତେଟା ଦୋକାନ ଭିଜିଟ କରୁ ସରସ୍ୱତୀ ପୂଜା ଡ୍ରେସ୍ କିଣିଦେବୁ ସରସ୍ୱତୀ ପୂଜା ଡ୍ରେସ୍ କିଣିବୁ ନା ନିଜେ କେବେ କିଣିବୁ ଡ୍ରେସ୍ କିଣିଛୁ ତତେ କେତେ ସମୟ ଲାଗେ ଅଧଘଣ୍ଟା ପଇସା ଅଫଲାଇନ୍ ସପିଂ ଏତେ କମ ନା ଦେଖ ହୋମୋଜିନିୟସ ରେ କଣ ହବ ନା ଯେତେବେଳେ ପ୍ରିୟଦର୍ଶିନୀ କୋମଲ ଇଏ କଲେ ଯେତେବେଳେ ଡ୍ରେସ୍ କିଣିବାକୁ ସେ କଣ କହିବେ ତାଙ୍କ ଡ୍ରେସ୍ ଦେଖିଲେ ଚଏସ୍ କଲେ ଏଇଟା ପୁରା ଏଇଟା କରିଶ୍ମା କାପୁର ପିନ୍ଧିକି ଫିଲ୍ମଟା କରିଥିଲା ଏଇ ହଁ ଏଇଟା କରିଥିଲା ହଉ ଆଉ ଦେଖିବେ ସବୁ ଠିକ ଠାକ କହିବ ହଁ ଏଇଟା ତ ଆଉ ଯିଏ ସେଲର ଥିବ ସେ ବି କନଭିନ୍ସ ହେଇଯିବ ଯାହା ହଉ କିଣିକି ନେଇଯିବ ସେଠି କଣ ହବ ଭାଇ ନା ଏଇଟା ରଖିତା ସାଇଡ୍ ଆଉ ଦେଖା ନାଇଁ ଏଇ ସିଏ ତ ଅଲଗା ସିଏ ହଉଛି ଏକ୍ସପେରିମେଣ୍ଟ ଫ୍ଲିପକାର୍ଟ ପିନ୍ଧିକି ତାପରେ ରିଟର୍ନ କରିବ ଓକେ ଏଇ ଫାର୍ଷ୍ଟ ହଉଛି କଣ ହୋମୋଜିନିୟସ ଦେଖ ଗୋଟେ ସେଲର ସେ ଗୋଟେ ବାୟର ର ଆଇଡେଣ୍ଟିଟି ବା ଆଇଡିଓଲୋଜି କେମିତି ସେ ଆଇଡେଣ୍ଟିଫାଇ କରିବ ସେ ଯେତେବେଳେ ଦେଖିବ ଗୋଟେ ପୁଅ ଯାଉଛି ସେ କନଭିନ୍ସ ହେଇଯିବ ଯେ ଆକୁ ଏଇ ଜିନିଷ ଦେଖିଲେ ସେ କିଣିକି ନେଇ ପଳେଇବ 10 ମିନିଟରେ ମୋ କାମ ଶେଷ ବୁଝିହେଲା ତାପରେ ଯେତେବେଳେ ଗୋଟେ ଝିଅ ଯିବ ସେ ପ୍ରଥମେ ପ୍ରସ୍ତୁତ ଥିବ ଯେ ମତେ ଗୋଟେ ପିସ୍ ଡ୍ରେସ୍ ବିକିବାକୁ ହେଲେ ମତେ ଘଣ୍ଟାଟେ ଗବର ଗବର ହବାକୁ ପଡିବ ତେଣୁ ସିଏ କଣ କରିବ ସେଇ ହିସାବରେ ରେଟ୍ କରିବ ବୁଝିହେଲା ଯେ ସେ ଫାଷ୍ଟ ହାଇୟର ଦେଖେ ଦେଖି ଆସିବ ହଁ ହାଇୟର ଦେଖେ ଦେଖି ଆସିକି ତାପରେ ଲୋଅର ରେ ପହଞ୍ଚିବ ବୁଝିଲି ମୁହଁର ଏକ୍ସପ୍ରେସନ ଦେଖିବ ହେଲା ମୁହଁର ଏକ୍ସପ୍ରେସନ ନାଇଁ ଇଏ 5,000 ଖୋଜିବନି ଇଏ 3,000 ଖୋଜିବ ତାପରେ ସେ କହିବ ସାଇଡରେ ଥାଅ ଆଉ ଦେଖାଅ ହେଲା ତ ଏମିତି ହେଇକା ସେ ଟାଇମିଂ ତ ଯେତେବେଳେ ହୋମୋଜିନିୟସ କଷ୍ଟମର ଥାଏ କି କଣ ନା ଆମ ମାନଙ୍କର ଯେତେବେଳେ ଗୋଟେ ଦେଶ ଭିତରେ କୌଣସି ଲୋକ କିଣାକିଣି କରେ ସିଏ କଣ କରନ୍ତି ନା ହୋମୋଜିନିଟି ତାଙ୍କର ଯେମିତି କି ଆମେ ଯେତେବେଳେ ପରିବାର କୁ ଯାଉ ଭାଇ ଲଙ୍କା ଟିକେ ଦବ ଫ୍ରିରେ ଏଇଟା ହଉଛି ହୋମୋଜିନିୟସ ନା ଏଇଟା ହଉଛି ଆମର ଆମର ଜିନିଷ କିଣିବୁ ଆମେ ଯେତେବେଳେ ହୋମୋଜିନିୟସ କେମିତି ଆସିବ ଯେତେବେଳେ ଛତ୍ର ବଜାରକୁ ଯାଉଛେ ତ ଆମେ ବାର୍ଗେନ କରୁ କିନ୍ତୁ ସେଇ ପରିବାର ଯଦି ଆମେ ଯିବା ରିଲାଏନ୍ସ ସ୍ମାର୍ଟ ରୁ କିଣିବା ଆମେ ବାର୍ଗେନ କରିବା କି ବାର୍ଗେନ କରିବା କୌଣସି ଚାନ୍ସେସ୍ ନାହିଁ ଘର ପକାଅ ସିଲ୍ ମାରିକି ଆସିବ ବାର୍ଗେନିଂ ଯଦି ବାର୍ଗେନିଂ ତ କରିବ ରେଟ୍ ଲେଖା ହେଇଛି ହଁ ତ ଲାଷ୍ଟ କୁ ଖାଲି ଭାଇ ଡିସକାଉଣ୍ଟ ଅଛି କି ଓକେ ହ୍ୟାଲୋ ହଁ 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 କ୍ଲାସ କ୍ଲାସ ହଉଛି But when you are going to the international business, more heterogeneous in the matter of language, preference, and customers. तो सेठी कौन था जेतले हमको इंटरनेशनल मार्केटिंग करा जाए से समय डिफरेंट पटो लोक सब आसने जेतले हम मालयसिया जीवा ये सब जीवा
ପ୍ରଥମେ ଆମେ ଇଣ୍ଡିଆନ ଫୁଡ ଖୋଜିବୁ। ଆଉ ଇଣ୍ଡିଆନ ଫୁଡ ଭିତରେ ତମେ ଯଦି ଓଡିଶା ଫୁଡ ପାଇଗଲ ଆଉ ଆଉ କିଛି କହିବା ଦରକାର ନାହିଁ। ଓକେ, ତ ପଖାଳ ଏଠି ବି ପଖାଳ ଭାତ ଅଛି। ଓକେ, ତ ଏଇ ଜିନିଷ ଗୁଡାକ ଯେତେବେଳେ ଆମେ ସେଠି କଣ ହୁଏ, ଡାଇଭରସିଟି କଷ୍ଟମର ଥାଏ, ତ ସବୁ ଥାଏ ନା ପଞ୍ଜାବୀ ଢାବା। ଓକେ, ତାପରେ ଲେଖାଥାଏ ଦମ ହାଇଦ୍ରାବାଦୀ ଦମ ବିରିୟାନୀ। ହାଇଦ୍ରାବାଦ ପଟେ ଯୋଉ ଲୋକ ଆସିବ ସେ ଯେଠି ବେଶୀ ପ୍ରିଫରେନ୍ସ କରିବେ। ତ ଆମେ ବି ଯେମିତି ଯେତେବେଳେ ଯିବା ଧର ପଞ୍ଜାବ ହରିୟାଣା ଏଇ ସବୁ ଯିବା ବା କେରଳ ବେସିକାଲି ଯିବା, ଆମେ ବେସିକାଲି ଖୋଜିବା ତାଙ୍କର ନଡିଆ ତେଲ ହୁଏ। ତ ଆମେ ଖୋଜିବା ଯେ ଆକୁରେଟ କୋଉ ରେଷ୍ଟୁରାଣ୍ଟରେ ଆମ ଭଳିଆ ଖାଇବା। ସେଟା କିନ୍ତୁ ସମ୍ପୂର୍ଣ୍ଣ ଓଡିଆରେ ରୋଷେଇ, ସମ୍ପୂର୍ଣ୍ଣ ଓଡିଆ ଖାଇବା। ତ ଏଇ ସବୁ ଦେଖିଲେ ଆମେ ଜାଣିବା ଯେ ନାଇଁ ଏଠି ଆମେ ଓଡିଆ ଫ୍ଲେଭରର ଖାଦ୍ୟ ଖାଇବା। ତ ସେଥିପାଇଁ ଦେଖାଯାଏ ଯେ ଇଣ୍ଟରନ୍ୟାସନାଲ ବିଜନେସ ଯେତେବେଳେ ଯିବା ସେ ଜାଗାରେ ଷ୍ଟେକ୍ ହୋଲ୍ଡର ସବୁ ଡିଫରେଣ୍ଟ ଡିଫରେଣ୍ଟ ରହିବେ, ଆଉ ହେଟରୋଜିନିୟସ ଲାଙ୍ଗୁଏଜ ବି ରହିବ, ଆଉ ହେଟରୋଜିନିୟସ କଷ୍ଟମର ବି ରହିବ। ବୁଝିଲ? ନେକ୍ସଟ ହଉଛି ଆଉ କଣ ଡିଫରେନ୍ସ ଆସିବ, ବିଜନେସ ସିଷ୍ଟମ ଆଣ୍ଡ ପ୍ରାକ୍ଟିसेସ୍। ବିଜନେସ ସିଷ୍ଟମ ଆମେ କଣ ୟୁଜ କରିବା, ରିଲେଟିଭଲି ସେମ ସିଷ୍ଟମ ୟୁଜ, ଟଙ୍କା ଟଙ୍କା ମାଧ୍ୟମରେ ଆମେ ବିଜନେସ କରିବା। ଇଣ୍ଟରନ୍ୟାସନାଲ ବିଜନେସ ରେ କଲେ ଆମେ ଯୋଉ ଦେଶ ସହିତ ବିଜନେସ କରିବା କମନ ୟୁଜ କରିବା ଡଲାର। ଯଦି ଦେଶ ଦେଶ ଭିତରେ ଝଗଡା ଲାଗିଥିବ ତ ସେମାନେ କହିବେ ଆମ ଇଏରେ କନଭର୍ଟ। ତ ସେଠି ଆସିଯିବ ଇଣ୍ଟରନ୍ୟାସନାଲ ବିଜନେସ। ବିଜନେସ ଯେମିତି ଆମେ ପ୍ରୋଭାଇଡ କରୁଛି ସେଟା ଆଗରୁ ଥିଲା, ଏବେ ସେମିତି ରହୁନି, କାରଣ ତାର ଗୋଟେ ଭ୍ୟାଲୁ ରହୁଛି, ତାହେଲେ ତ କମିଯିବ ନା। ମୁଁ 2 କିଲୋ ଲୁହା ପଠେଇବି, ତୁ 3 କିଲୋ ସୁନା ଦେ, ହବ କି? ଆମର ଏପଟ ସୁନା ଅଧିକା, ସାଉଦି ସୁନା ଟା କମ। କମ 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 ପାଇଁ ଯେତେବେଳେ ଲୋକ ସବୁ ଠକି ଦେଇକି ଆସନ୍ତି ସବୁ ଧରନ୍ତି, ସ୍କାନିଂ କରିକି ଧରିକି ଏୟାରପୋର୍ଟ। ଏଠି ଆଲାଉ କମ ପାଇଁ କିନ୍ତୁ କାହିଁକି ଆମେ ହଁ ଆଲାଉ କମ ପାଇଁ ଆମେ ୟୁଜ କରୁଛେ 22 କ୍ୟାରେଟ, ସେମାନେ ୟୁଜ କରୁଛନ୍ତି 18 କ୍ୟାରେଟ, 14 ରୁ 18 କ୍ୟାରେଟ। ବୁଝିଲ, ଯୋଉଟା କି ଆମର ଏଠି ଆଲାଉ ନୁହେଁ। ସବୁଠୁ ଘଟିଆ ଚିହ୍ନ ତ ପାଇବୁ ନା, 22 କ୍ୟାରେଟ ଗୋଲ୍ଡ ଟୁ 18 କ୍ୟାରେଟ ସେମାନେ ସେଠି ଚାଲୁଛି। ବୁଝିଲେ କି? ତ ସେ ସେଥିପାଇଁ ସେଠି କଣ ହଉଛି ନା ତାଙ୍କର ସେପଟ ସୁନା ଗୁଡାକ ଶସ୍ତା ରହୁଛି, ତ ସେମାନେ ପିନ୍ଧି ଦେଇ ପଳେଇଛନ୍ତି। ଆଉ ଯଦି ଧରା ପଡିଗଲ ଆଇଦର ଫାଇନ ଦବ ନହେଲେ ସୁନା ଛାଡିକି ଆସିବ, ତ ସେଇଟା ପଳେଇବ ଗଭର୍ଣ୍ଣମେଣ୍ଟ ଫଣ୍ଡ। The relative same system ଆମେ ଏଠି ୟୁଜ କରିବା। ଇଣ୍ଟରନ୍ୟାସନାଲ ବିଜନେସ ରେ ଡିଫରେଣ୍ଟ ସିଷ୍ଟମ ଆଣ୍ଡ ପ୍ରାକ୍ଟିସେସ୍ ଆର ଫଲୋ। ଡିଫରେଣ୍ଟ ସିଷ୍ଟମ ଏଠି ୟୁଜ କରାଯିବ ବିଜନେସ ପ୍ରୋସିଜର। Political system and risks subject to the same country and subject to the different country. Political system ବି ଏଠି କାମ କରିବ। ମାନେ ଆଗରୁ ଆମର କଣ ହଉଥିଲା, ପାକିସ୍ତାନରୁ ପିଆଜ ଆସୁଥିଲା, ଯେହେତୁ ବର୍ଡରରେ ଅଛି ପିଆଜ ବେଶୀ ଆସୁଥିଲା, ଆଉ ଭଲ ରେଟରେ ସେମାନେ ବି ସେମାନଙ୍କର ପିଆଜ ମ୍ୟାନୁଫ୍ୟାକ୍ଚରିଂ ମାନେ ପ୍ରଡକ୍ସନ ବେଶୀ ହଉଥିଲା, ଆମେ ଏଠୁ ନେଇ ଆସୁଛୁ। ଆଉ ତା ମଧ୍ୟରେ ଆମେ ଧାନ ଫାନ ମେଡିସିନ ତାକୁ ସପୋର୍ଟ କରୁଛୁ। ହଁ ପାକିସ୍ତାନ ରୁପିଆ ବି ହଉଛି, ରୁପିଆ ମଜା ସେ ପାଖରେ ସେ କିନ୍ତୁ ଅଲଗା इंटरनेशनल बिजनेस କରିବାକୁ ହେଲେ ଗୁଡ୍ ରିଲେସନशिप ରହିବା ଦରକାର। ଯେମିତି କି ମୁଁ ତମକୁ ପ୍ରିଭିୟସ କ୍ଲାସରେ ଏକ୍ସାମ୍ପଲ ଦେଇଥିଲି, ଇଣ୍ଟରନ୍ୟାସନାଲ ଟ୍ରେଡିଂ ପାଇଁ ଯେମିତି ଆଫଗାନିସ୍ତାନ ଖଜୁରୀ ହେଲା, ଆଫଗାନିସ୍ତାନ ଖଜୁରୀ ହଉଛି ଟପ୍ ମୋଷ୍ଟ ଖଜୁରୀ, ଯୋଉଟା କି ଆମେ ଫଟା ଫଟା ଆମେ କଷ୍ଟ କରିଗଲା ତାହେଲେ ଖଟା ପାଇବୁ, ସରସ୍ୱତୀ ପୂଜା ହେଲା ତାହେଲେ ଖଟା ପାଇବୁ। ଆମ ଖଜୁରୀ ହଉଛି
ଦୁର୍ବଳିଆ କରିବେ ପ୍ରୋଟିନ ଗେନ୍ ହେଲା ଶୁଖିକି ପଡିଥିବ ଖାଇ ନଥିବ ହେଲା ଯେମିତି ମାନେ ନଅଙ୍କ ଦୁର୍ଭିକ୍ଷ ଅବସ୍ଥାରେ ଥିବେ ସାବିତ୍ରୀ ବ୍ରତରେ ଆସେ ହେଲା ତାକୁ ଏଗୁଡା ଖାଇଲେ ଦାନ୍ତରେ ହବ ସେ କଷା ଲାଗୁଥିବ ନା କିଛି ଖାଲି ଦେଖିବ ଆରେ ଇଏ କଣ ନା ପୂଜା ହବ ତ ଖାଇ ହବ ତାଙ୍କ ଖାଇବ ନା ଆଫଗାନିସ୍ତାନ ଧର ଖଜୁରୀଟା ବେଶୀ ପସନ୍ଦ ମୋଟା ଅଧିକ ତାଦେହରେ ମିଳିଥିବ ଖାଇବା ପାଇଁ କିନ୍ତୁ ଆମର ଇଣ୍ଡିଆନ ଖଜୁରୀ ନଥିବ ଢେଲା ପ୍ରଥମ ପିଲା ଢେଲା ବାଜି ଦେଇକି ତାକୁ ଶୁଖେଇ ଦେଇକି ଆଉ ଯେତିକି ନୂଆ ନୂଆ ଗଛ ଥିବ ତ ଏଇ ଲୋକମାନେ ସାବିତ୍ରୀ ବ୍ରତ ପୂର୍ବରୁ କାଟିକି ଆଣିକି ଦେଇଦେବେ ଯା ବୁଝିପାରୁଛି ଆଉ ପୁଣି ଖାଇବେ କି କୋଉମାନେ ଭଗବାନ ଖାଇବେ ଆଉ ତମ ମାନେ ଖାଇବ ତାକୁ କହିଲେ ତୋ ମା ଇଏ କଣ ହେଲା ଆଉ ଯୋଉ ତାଳ ତାଳ ଆସେ କି ତାଳ ଯୋଉ ଉତ୍ତରଟା ଥିବ ସେଗୁଡା ଇଟା ହୋଇଯାଇଥିବ ନା ଭାତ ମୁଣ୍ଡ ଫାଟିଯିବ ରାଗରେ ଯଦି ଥିବ ବାଇଚାନ୍ସ ଘରେ ଝଗଡା ହେଇଗଲା ହେଲା ଫୋପଡା ପଡିବ ମୁଣ୍ଡ ଫାଟିଯିବ ଓକେ ବିଜନେସ ରେଗୁଲେସନ ଆଣ୍ଡ ପଲିସି ଦେଖ 1990 ମସିହାରେ ଆମର 1990 ମସିହାରେ ଆମର ଇଣ୍ଟରନ୍ୟାସନାଲ ବିଜନେସ ହଉନଥିଲା ଟୋଟାଲି ଗଭର୍ଣ୍ଣମେଣ୍ଟ ର ଯୋଉ ରୁଲ ରେଗୁଲେସନ ଥିଲା ଆଫ୍ଟର ଇଣ୍ଡିପେଣ୍ଡେନ୍ସ ଏତେ ଶକ୍ତ ଥିଲା ବାହାର ଇଣ୍ଡଷ୍ଟ୍ରି ମାନେ ଆସିକି ଏଠି ବିଜନେସ କରିପାରୁନଥିଲେ ତେଣୁ ସେଥିପାଇଁ ଇଣ୍ଡିଆ ପାଖରେ 1990 ମସିହା 91 ମସିହାରେ ଏମିତି ଗୋଟେ ପରିସ୍ଥିତି ଆସିଥିଲା ଯେମିତିକି ଶ୍ରୀଲଙ୍କାର ପରିସ୍ଥିତି ହେଇଥିଲା ଦେବାଳିଆ ପରିସ୍ଥିତି ରହିଥିଲା ସେମିତି ଇଣ୍ଡିଆନ ଗଭର୍ଣ୍ଣମେଣ୍ଟର ବି ସେଇ ପରିସ୍ଥିତି ଆସିଲା ଯେ ଇଣ୍ଡିଆନ ଗଭର୍ଣ୍ଣମେଣ୍ଟରେ 5 ଦିନ ପାଇଁ କେବଳ ପଇସା ଥିଲା ବାହାରୁ ମେଡିସିନ ଅନ୍ୟାନ୍ୟ ଖର୍ଚ୍ଚ ଆଣିବା କାହିଁକି ନା ଫରେନ ପଲିସି ଏଇ ସମୟରେ ଆପ୍ଲିକେବଲ ନଥିଲା ବା ଫରେନ ଲୋକମାନଙ୍କୁ ବା ଫରେନ ଇଣ୍ଡଷ୍ଟ୍ରି ମାନଙ୍କୁ ଏଠି ବିଜନେସ କରିବା ପାଇଁ ଯେତିକି ରୁଲ୍ସ ଆଉ ଯେତେ ଟ୍ୟାକ୍ସେସନ ଥିଲା ଏଇଟା ବହୁତ କ୍ରିଟିକାଲ ଥିଲା ଯୋଉମାନେ ସେମାନେ ଇଜିଅର ଆସିକି ଏଠି ବିଜନେସ କରିପାରନ୍ତି ତ ସେମାନଙ୍କର ସେଟଅପ୍ ଏଠି ନଥିଲା ଆମେ ଯାହା ବି ପ୍ରଡକ୍ସନ କରୁଥିଲେ ହୋମ ପ୍ରଡକ୍ସନ କରୁଥିଲେ ଯୋଉଟା କି ଆମ ଭିତରେ ରହୁଥିଲା ଯେତେବେଳେ ଫଣ୍ଡିଂ ବାହାରୁ ନ ଆସିବ ପଇସାର ଫ୍ଲୋ ନ ରହିବ ସେ ସମୟରେ କଣ ହବ ନା ଗୋଟେ ଦେଶର ଗ୍ରୋଥ ହବ ନାହିଁ ବୁଝିଲ ଫଣ୍ଡିଂ ତ କମିଗଲା ମେଡିସିନ ପାଇଁ ତ ଇଣ୍ଡିଆନ ଡିପେଣ୍ଡେଣ୍ଟ ରହିବ ତମେ ଆମ ଭିତରେ ଯେତିକି ପ୍ରଥମ ହଉଛି ଗୋଟେ ଦେଶ ବଞ୍ଚିବା ପାଇଁ କଣ କଣ ରିସୋର୍ସେସ ସବୁ ଦରକାର ଆମେ କହୁଛୁ ସାର୍ ଏଇଟା ହଉଛି ନର୍ମାଲ ଗୋଟେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ ତାପରେ ଏବେ ରହିଲା ଏଜୁକେସନ ତା ଛଡା ଦେଖ ମେଡିସିନ ବି ଆମକୁ ତ ମେଡିସିନ ଯୋଉ ଦରକାର ଆମ ପାଖରେ ସେତିକି ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରି ବା ସେତିକି କେମିକାଲ୍ସ ଅଛି ଯୋଉଟା କି ଆମେ ଆଣିପାରିଲେ ସେ ଜାଗାରୁ ଯେମିତି ଦେଖ ଯେତେବେଳେ କୋଭିଡ ହେଲା ସେ ସମୟରେ ଭ୍ୟାକ୍ସିନ ତିଆରି କରିବା ପାଇଁ ଗୋଟେ ଲଢେଇ ଚାଲୁ କିଏ ଶୀଘ୍ର ବାହାର କରିବ ଆମେରିକା ଶୀଘ୍ର ବାହାର କରିବ ରଷିଆର ବାହାରିବା ସେମାନେ ଭ୍ୟାକ୍ସିନେଟ କରିଚାଲେ ତାଙ୍କ ଲୋକ ଫ୍ରିଲି ବୁଲିଲେ ଆମେ ଆସ୍ତେ 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 କରିକି ପୁଣି ଝଗଡା ଝାଟି ଭିତରେ ଆମର ଦିଟା ପୁଣି କୋଭାକ୍ସିନ କୋଭିସିଲ୍ଡ ବାହାରିଲା ତାପରେ କଣ କହିଲେ କୋଭିସିଲ୍ଡ ଲାଗିଗଲେ ଚୁମ୍ବକ ଲାଗିଯାଉଛି ଆଉ ପଇସା ଲାଗିଯାଉଛି ତ ଦେଖ ଏଇ ଯୋଉ ମେଡିସିନ ପାଇଁ ଯୋଉ ର ମେଟେରିଆଲ୍ସ ଗୁଡାକ ଦରକାର ଇଜ ଇଟ୍ ଆଭେଲେବଲ ଦରକାର